ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଓ ଭଉଣୀ ମାନେ, ବର୍ତ୍ତମାନ ଯଦି ଆମ୍ଭେ ମାନେ ଖ୍ରୀଷ୍ଟିଆନ ସମାଜକୁ ଦେଖିବା, ଅନେକ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କ ଠାରେ ଈଶ୍ୱରଙ୍କ ପ୍ରତି ଭୟ, ଭକ୍ତି, ସମ୍ମାନ ନାହିଁ, ଯଦ୍ୱାରା ଆଜି ଅନେକ ଖ୍ରୀଷ୍ଟିଆନ ବିଶ୍ୱାସୀ ବିଶ୍ୱାସିନୀ ମାନେ ତଥା ପାଳକ, ପ୍ରାଚୀନ, ଯୁବା ଯୁବତୀ, ଅନେକ ଭାଇ ଭଉଣୀ ମାନେ ଅନୈତିକ କାର୍ଯ୍ୟରେ ଲିପ୍ତ ଅଛନ୍ତି, ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟରେ ଲିପ୍ତ ଅଛନ୍ତି, ଅସାମାଜିକ କାର୍ଯ୍ୟରେ ଲିପ୍ତ ଅଛନ୍ତି, ଲୋଭ, ମିଛ, ପ୍ରତାରଣା, ହିଂସା, ସ୍ୱାର୍ଥପରତା, ଶଠତା ଏପରି ଅନେକ ପାପରେ ଲିପ୍ତ ଅଛନ୍ତି। ଏହି ଦୁନିଆରେ ଯାହା କଲେ ସୁଦ୍ଧା ସେମାନଙ୍କ ବିବେକ ବାଧା ଦେଉନାହିଁ, କାରଣ ସେମାନେ ଈଶ୍ୱରଙ୍କୁ ଭୟ କରିବା ବିଷୟ ଜାଣିନାହାନ୍ତି। ଈଶ୍ୱର କିଏ ଓ କାହିଁକି ଆମ୍ଭେମାନେ ତାହାଙ୍କୁ ଭୟ କରିବା ଉଚିତ, ଏହା ଅନେକ ଭାଇ ଭଉଣୀ ମାନେ ଜାଣନ୍ତି ନାହିଁ। ଏହାର ମୁଖ୍ୟ କାରଣ ସେମାନଙ୍କୁ ଈଶ୍ୱରଙ୍କ ଭୟ ବିଷୟରେ ଶିକ୍ଷା ଦିଆଯାଏ ନାହିଁ। ଆଜି ଦୁନିଆର ଚତୁର୍ଦିଗରେ ଯଦି ଦେଖିବା, ତାହେଲେ କେବଳ ଈଶ୍ୱରଙ୍କ ଅନୁଗ୍ରହ, ଆଶୀର୍ବାଦ, ଦୟା, କରୁଣା, ପ୍ରେମ ଏସବୁ ବାକ୍ୟ ହିଁ ପ୍ରାୟତଃ ଅଧିକାଂଶ ପ୍ରଚାରକ, ପାଳକ ଭାଇମାନେ ଶୁଣାଇଥାନ୍ତି, ଆଉ ଆମେମାନେ ମଧ୍ୟ ଶୁଣିବାକୁ ପାଇଥାଉ। କିନ୍ତୁ ଆପଣମାନେ ଭୁଲି ଯାଆନ୍ତୁ ନାହିଁ, ଯେଉଁ ଈଶ୍ୱର ଦୟା, କରୁଣା, ଅନୁଗ୍ରହ, ପ୍ରେମ, ଆଶୀର୍ବାଦ କରନ୍ତି, ସେ ମଧ୍ୟ ପାପୀମାନଙ୍କୁ ଅନନ୍ତ କାଳ ପର୍ଯ୍ୟନ୍ତ ତାଙ୍କଠାରୁ ଦୂର କରନ୍ତି। କାରଣ ପାପୀ ମନୁଷ୍ୟ ଈଶ୍ୱରଙ୍କ ନିକଟରେ ରହିପାରେ ନାହିଁ ବା ଯାଇପାରେ ନାହିଁ, କିମ୍ବା ଈଶ୍ୱରଙ୍କ ସହିତ ବାସ କରିପାରେ ନାହିଁ। ସେଥିପାଇଁ ମୋର ପ୍ରିୟମାନେ, ଆମେ ଯଦି ପାପରୁ ଦୂରକୁ ଯିବାକୁ ହେଲେ, ଈଶ୍ୱରଙ୍କ ସହିତ ବାସ କରିବାକୁ ହେଲେ, ପାପରୁ ବିଜୟ ପାଇବାକୁ ହେଲେ, ପାପଠାରୁ ପଳାୟନ କରିବାକୁ ହେଲେ, ସର୍ବପ୍ରଥମେ ଆମମାନଙ୍କର ହୃଦୟରେ ଈଶ୍ୱରଙ୍କ ପ୍ରତି ଭୟ ଜାତ ହେବାର ଆବଶ୍ୟକତା ଅଛି। ମୋର ପ୍ରିୟମାନେ, ସେଇଥିପାଇଁ ଜ୍ଞାନୀ ସଲୋମନ ହିତୋପଦେଶ 8 ଅଧ୍ୟାୟ 13 ପଦରେ କୁହନ୍ତି, ସଦା ପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା ବୋଲି। ଆଜି ଅନେକ ଭାଇ ଭଉଣୀମାନେ ମନ୍ଦତାକୁ ଘୃଣା କରୁନାହାନ୍ତି। ଅନେକ ଯୁବା ଯୁବତୀମାନେ ଅଧର୍ମ, ଅନ୍ୟାୟ, ବ୍ୟଭିଚାରକୁ ଘୃଣା କରୁନାହାନ୍ତି, ପାପକୁ ଘୃଣା କରୁନାହାନ୍ତି। ସେମାନେ ପାପକୁ, ଅଧର୍ମକୁ, ବ୍ୟଭିଚାରକୁ ପ୍ରେମ କରୁଅଛନ୍ତି। ତାର ମୁଖ୍ୟ କାରଣ କ'ଣ ଜାଣନ୍ତି କି ମୋର ପ୍ରିୟମାନେ? ତାର ମୁଖ୍ୟ କାରଣ ଅନେକ ଭାଇ ଭଉଣୀ, ଯୁବା ଯୁବତୀ, ବିଶ୍ୱାସୀ ବିଶ୍ୱାସିନୀ, ପାଳକ ପ୍ରଚାରକମାନଙ୍କ ଠାରେ ଈଶ୍ୱରଙ୍କ ପ୍ରତି ଭୟ ନାହିଁ, ଈଶ୍ୱରଙ୍କ ପ୍ରତି ସମ୍ମାନ ନାହିଁ, ଈଶ୍ୱରଙ୍କ ପ୍ରତି ଭକ୍ତି ନାହିଁ। ଏହାର କାରଣ ହିଁ ଆଜି ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କର ପାପରେ ପଡ଼ିଯିବାର କାରଣ ହେଇଯାଉଛି। ଈଶ୍ୱରଙ୍କ ପ୍ରତି ଭୟ ନଥିବା ହେତୁ ଆଜି ଅନେକ ଭାଇ ଭଉଣୀମାନେ ପାପରେ ପଡ଼ିଯାଉଛନ୍ତି, ଆଉ ପାପ କରିବା ପାଇଁ ଭଲ ପାଉଛନ୍ତି। ମୋର ପ୍ରିୟମାନେ, ଆମେ ଯେଉଁଦିନ ଈଶ୍ୱରଙ୍କୁ ଭୟ କରିବା ପାଇଁ ଆରମ୍ଭ କରିବା, ଯେଉଁଦିନ ଈଶ୍ୱରଙ୍କୁ ସମ୍ମାନ କରିବା ପାଇଁ ଆରମ୍ଭ କରିବା, ଯେଉଁଦିନ ଆମ ଜୀବନରେ ଈଶ୍ୱରଙ୍କୁ ଆଦର ଆଉ ଭକ୍ତି କରିବା ପାଇଁ ଆରମ୍ଭ କରିବା, ସେଇଦିନ ଆମେ ପାପକୁ ଘୃଣା କରିବା ପାଇଁ ମଧ୍ୟ ଆରମ୍ଭ କରିବା। ସେଇଦିନ ଆମମାନେ ଅଧର୍ମକୁ, ଅନ୍ୟାୟକୁ ଘୃଣା କରିବା ପାଇଁ ଆରମ୍ଭ କରିବା। ସେଥିପାଇଁ ମୋର ପ୍ରିୟମାନେ, ଆମ୍ଭେମାନେ ଈଶ୍ୱରଙ୍କର ଲୋକ ଅଟୁ। ଆମେ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଛୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମମାନଙ୍କ ହୃଦୟରେ ଗ୍ରହଣ କରିଛୁ, ତ୍ରାଣକର୍ତ୍ତା, ମୁକ୍ତିଦାତା ବୋଲି ଆମମାନେ ଯଦି ହୃଦୟରେ ଗ୍ରହଣ କରିଛୁ, ପରିତ୍ରାଣ ପାଇଛୁ, ତାହେଲେ ଆମ୍ଭେମାନେ ଈଶ୍ୱରଙ୍କର ଲୋକ ଅଟୁ। ଆମ୍ଭେମାନେ ଈଶ୍ୱରଙ୍କୁ ପିତା ବୋଲି ସମ୍ବୋଧନ କରୁଅଛୁ। ତାହେଲେ ଆସୁ ଏ ଦୁନିଆରେ ଆମମାନେ ପାପକୁ ଘୃଣା କରୁ, ଆଉ ସେଇ ପିତା ଈଶ୍ୱରଙ୍କୁ ଭୟ କରୁ। ଆପଣମାନେ ଜାଣନ୍ତି, ନୂତନ ନିୟମରେ ପିତର ଭାଇ ମଧ୍ୟ କୁହନ୍ତି, ପ୍ରଥମ ପିତର 1 ଅଧ୍ୟାୟ 17 ପଦରେ ସେ ଏଭଳି ବିଶ୍ୱାସୀ ବିଶ୍ୱାସିନୀ ଭାଇମାନଙ୍କୁ କୁହନ୍ତି, ଆଉ ଯେ ମୁଖାପେକ୍ଷା ନ କରି ପ୍ରତ୍ୟେକ ଲୋକର କର୍ମାନୁସାରେ ବିଚାର କରନ୍ତି, ତାହାଙ୍କୁ ଯଦି ପିତା ବୋଲି ସମ୍ବୋଧନ କରୁଅଛ, ତେବେ ଆପଣାର ପ୍ରବାସ କାଳ ସଭୟରେ କ୍ଷେପଣ କର ବୋଲି। ସର୍ବପ୍ରଥମେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହିଁବି, ମୋର ପ୍ରିୟ ଭାଇ ଭଉଣୀମାନେ, ଯେତେ ଲୋକ ମୋର ଏ ସ୍ୱର ଶୁଣୁଛନ୍ତି, ଆପଣମାନଙ୍କୁ ଜାଣିବାର ଆବଶ୍ୟକ ଅଛି ଯେ ଈଶ୍ୱର କାହାର ମୁଖାପେକ୍ଷା କରନ୍ତି ନାହିଁ,
अर्थात ईश्वर कहार पार्शियालिटी करती नहीं, से कौन सी लोकर पार्शियालिटी करती नहीं, से न्याय विचार करती। ସେଥିପାଇଁ ଆମମାନଙ୍କୁ ଭୟ କରିବାର ଆବଶ୍ୟକତା ଅଛି। ମୋର ପ୍ରିୟମାନେ, ପୁରାତନ ନିୟମରେ ଈଶ୍ୱର ମୋଶାଙ୍କ ଦ୍ୱାରା ତାଙ୍କର ଲୋକମାନଙ୍କୁ ଏ ଆଜ୍ଞା ଦେଲେ। ଦ୍ୱିତୀୟ ବିବରଣୀ 10 ଅଧ୍ୟାୟ 17 ପଦରେ ଏଭଳି ଲେଖାଯାଏ, କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ ଓ ପ୍ରଭୁମାନଙ୍କର ପ୍ରଭୁ, ମହାନ ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର। ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିମ୍ବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ। ଆପଣ ଦେଖିଲେ ଆମମାନଙ୍କର ପରମେଶ୍ୱର କେଡ଼େ ମହାନ ଅଟନ୍ତି, ଆମମାନଙ୍କର ପରମେଶ୍ୱର କେଡ଼େ ଭୟଙ୍କର ଅଟନ୍ତି। ସେ ଦେବଗଣର ଦେବ ଅଟନ୍ତି, ସେ ପ୍ରଭୁମାନଙ୍କର ପ୍ରଭୁ ଅଟନ୍ତି, ଆଉ ସେ ମୁଖାପେକ୍ଷା କରନ୍ତି ନାହିଁ କି କାହାର ଲାଞ୍ଚ ଗ୍ରହଣ କରନ୍ତି ନାହିଁ। ସେଥିପାଇଁ ମୋର ପ୍ରିୟମାନେ, ବିଚାର ଦିନରେ ଈଶ୍ୱର କୌଣସି ଲୋକକୁ ପାର୍ସିଆଲିଟି କରିବେ ନାହିଁ। ସେ ସମସ୍ତଙ୍କୁ ସମାନ ଭାବରେ ବିଚାର କରିବେ। କୌଣସି ଲୋକକୁ ଇଏ ମୋର ପାଳକ, ଇଏ ମୋର ସେବକ, ଇଏ ମୋର ପ୍ରଚାରକ ବୋଲି ତା ପ୍ରତି ଅଧିକ ଦୟା ଦେଖାଇବେ ନାହିଁ, କି ଆଉ କୌଣସି ଲୋକକୁ ଇଏ କେବଳ ସାଧାରଣ ବିଶ୍ୱାସୀ ବା ବିଶ୍ୱାସିନୀ ବୋଲି ଅଧିକ ନିର୍ଦ୍ଦୟ ବ୍ୟବହାର କରିବେ ନାହିଁ। ଯେଉଁ ମନୁଷ୍ୟ, ଚାହେ ସିଏ ପାଳକ ହଉ, ପ୍ରଚାରକ ହଉ, ପ୍ରାଚୀନ ହଉ କିମ୍ବା ସାଧାରଣ ଜଣେ ବିଶ୍ୱାସୀ କିମ୍ବା ବିଶ୍ୱାସିନୀ ହଉ, ଯିଏ ସଦାପ୍ରଭୁ ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ନିଜ ଜୀବନକୁ ବ୍ୟତୀତ କରୁଛି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଜ୍ଞା ଅନୁସାରେ ଏହି ଦୁନିଆରେ ଜୀବନ ବିତାଉଛି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପଦଚିହ୍ନରେ ପ୍ରତିଦିନ ଗମନ କରୁଛି, ସେଇ ଲୋକଙ୍କୁ ପରମେଶ୍ୱର ସେଦିନ ଆଦର କରିବେ। ସେଇ ଲୋକକୁ ପରମେଶ୍ୱର ସେଦିନ ପ୍ରେମ କରିବେ। କୌଣସି ମୁଖାପେକ୍ଷା ନ କରି ସାଦରେ ଗ୍ରହଣ କରିବେ। ସେଥିପାଇଁ ମୋର ପ୍ରିୟମାନେ, ପିତର ଭାଇ କହିବା ଅନୁସାରେ ଏଭଳି ମୁଖାପେକ୍ଷା ନ କରିବା ପରମେଶ୍ୱରଙ୍କୁ ଯଦି ତୁମେ ପିତା ବୋଲି ସମ୍ବୋଧନ କରୁଛ, ତାହେଲେ ଏଇ ପୃଥିବୀରେ, ଏଇ ଦୁନିଆରେ ଯେତେବେଳେ ଆମେ ଜୀବନଯାପନ କରୁଛୁ, ଯାହା ଆମେ ପ୍ରଥମ ପିତର 1:17 ପଦରେ ପଢ଼ିଲୁ, ସଭୟରେ ଜୀବନଯାପନ କରିବାର ଆବଶ୍ୟକତା ଅଛି। ଆମମାନଙ୍କୁ ଈଶ୍ୱରଙ୍କ ଭୟରେ ଜୀବନଯାପନ କରିବାର ଆବଶ୍ୟକତା ଅଛି ମୋର ପ୍ରିୟମାନେ। କାରଣ ଈଶ୍ୱରଙ୍କୁ ଯଦି ଆମେ ଭୟ କରିବା, ତାହେଲେ ହିଁ ଏ ଦୁନିଆର ମନ୍ଦତାରୁ, ଅଧର୍ମରୁ, ପାପରୁ, ବ୍ୟଭିଚାରରୁ, ଲୋଭରୁ, ପ୍ରତାରଣାରୁ, କପଟତାରୁ ଆମମାନେ ଦୂରରେ ରହିପାରିବା। ସେଥିପାଇଁ ଆସୁ ଆଜି ଦିନଠାରୁ ଆମମାନେ ନିର୍ଣ୍ଣୟ ନେବା ଯେ ଆମମାନେ ଈଶ୍ୱରଙ୍କ ଭୟରେ ଜୀବନ ବିତାଇବା ବୋଲି। ସେଥିପାଇଁ ହିତୋପଦେଶ 23 ଅଧ୍ୟାୟ 17 ପଦରେ ଜ୍ଞାନୀ ସଲୋମନ କୁହନ୍ତି, ତୁମ୍ଭେ ସମସ୍ତ ଦିନ ସଦାପ୍ରଭୁଙ୍କ ପ୍ରତି ଭୟରେ ଥାଅ ବୋଲି। ମୋର ପ୍ରିୟମାନେ, ଆମ୍ଭେମାନେ ସମସ୍ତ ଦିନ ସଦାପ୍ରଭୁଙ୍କ ପ୍ରତି ଭୟରେ ଥିବା ଆବଶ୍ୟକତା ଅଛି। ଯଦି ଆମେ ସମସ୍ତ ଦିନ ସଦାପ୍ରଭୁଙ୍କ ପ୍ରତି ଭୟ କରି ଜୀବନ ବିତେଇବା, ତାହେଲେ ଆମେ ପାପକୁ ଘୃଣା କରିବା, ତାହେଲେ ଆମେ ପାପକୁ, ଅଧର୍ମକୁ ଘୃଣା କରିବା। ମୋର ପ୍ରିୟମାନେ, ଏହା ତ ଆମମାନଙ୍କର ଈଶ୍ୱର ଚାହାନ୍ତି, ଏହା ତ ଆମମାନଙ୍କର ଉଦ୍ଧାରକର୍ତ୍ତା ପରମେଶ୍ୱର ଚାହାନ୍ତି, ଏହା ତ ଆମମାନଙ୍କର ସ୍ୱର୍ଗସ୍ଥ ପିତା ଚାହାନ୍ତି ଯେ ଆମେ ସର୍ବଦା ସମସ୍ତ ଦିନ ସେଇ ଆମମାନଙ୍କର ସ୍ୱର୍ଗସ୍ଥ ପିତାଙ୍କ ପ୍ରତି ଭୟରେ ଜୀବନ ବିତାଉ ବୋଲି। ସେଥିପାଇଁ ଆମମାନେ ଯଦି ଦେଖିବା, ଉପଦେଶକ 12 ପର୍ବ 13 ଆଉ 14 ପଦରେ ଲେଖାଯାଏ, ସାର କଥା ଏହି ସବୁ ଶୁଣାଯାଇଅଛି। କ'ଣ ବୋଲି ଶୁଣାଯାଇଅଛି ମୋର ପ୍ରିୟମାନେ? ପରମେଶ୍ୱରଙ୍କୁ ଭୟ କର ବୋଲି ଓ ତାହାଙ୍କର ଆଜ୍ଞା ସବୁ ପାଳନ କର, କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ ବୋଲି। ମୋର ପ୍ରିୟମାନେ, ଆମମାନଙ୍କର ଏ ପୃଥିବୀରେ ଥିବାର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ ଯଦି କରିବା ପାଇଁ ଚାହୁଁ, ତାହେଲେ ଆସୁ ଆମମାନଙ୍କର ପରମେଶ୍ୱରଙ୍କୁ ଭୟ କରୁ, ଆଉ ଆମ୍ଭେମାନେ ତାହାଙ୍କର ଆଜ୍ଞା ସବୁକୁ ପାଳନ କରୁ। ଯଦି ଏ ଦୁନିଆରେ ଆମର କର୍ମକୁ ଯଦି ପୂର୍ଣ୍ଣ କରିବା, ଆମମାନଙ୍କର ସମସ୍ତ କର୍ତ୍ତବ୍ୟକୁ ସମାପ୍ତ କରିବା ପାଇଁ ଚାହୁଁ, ତାହେଲେ
ସଦାପ୍ରଭୁଙ୍କୁ ଭୟ କରିବା ଓ ତାହାଙ୍କର ଆଜ୍ଞାକୁ ପାଳନ କରିବା। ଯଦି ଆମମାନେ ସଦାପ୍ରଭୁଙ୍କୁ ଭୟ କରିବା ଆଉ ତାହାଙ୍କର ଆଜ୍ଞା ପାଳନ କରି ସମସ୍ତ ଦିନ ଜୀବନ ବିତେଇବା, ତାହେଲେ ଆମମାନେ ଧନ୍ୟ ଲୋକ ଅଟୁ। କାରଣ ପରମେଶ୍ୱର ଏହା ତ ଆମମାନଙ୍କ ଠାରୁ ଚାହାନ୍ତି। ଜାଣନ୍ତି କି ଆପଣ କାହିଁକି ପରମେଶ୍ୱର ଆମମାନଙ୍କୁ ତାଙ୍କୁ ଭୟ କରିବା ପାଇଁ ଆଉ ତାହାଙ୍କର ଆଜ୍ଞା ପାଳନ କରିବା ପାଇଁ ଚାହାନ୍ତି? କାରଣ ସେ ଉପଦେଶକ 12 ପର୍ବ 14 ପଦରେ କୁହନ୍ତି, ଯେହେତୁ ପରମେଶ୍ୱର ପ୍ରତ୍ୟେକ କର୍ମ ପୁଣି ଭଲ କି ମନ୍ଦ ପ୍ରତ୍ୟେକ ଗୁପ୍ତ ବିଷୟ ବିଚାରରେ ଆଣିବେ ବୋଲି। ମୋର ପ୍ରିୟମାନେ, ଆମ୍ଭେମାନେ ସମସ୍ତେ ଗୋଟେ ଦିନ ପରମେଶ୍ୱରଙ୍କର ଉପସ୍ଥିତିରେ ବିଚାରିତ ହେବା ପାଇଁ ଯିବା ଆଉ ବିଚାରିତ ହେବା। ଆଉ ସେଦିନ ପରମେଶ୍ୱର ଆମମାନଙ୍କର କୃତ ପ୍ରତ୍ୟେକ କର୍ମକୁ, ଭଲ କର୍ମ ହଉ କିମ୍ବା ମନ୍ଦ କର୍ମ ହଉ, ସେହିଦିନ ଆମମାନଙ୍କର କର୍ମ ଭଲ କିମ୍ବା ମନ୍ଦ, ଗୁପ୍ତରେ କିମ୍ବା ପ୍ରକାଶରେ ଯାହା କରିଛୁ ସେ ସବୁ ବିଚାରରେ ଆଣିବେ। କିମ୍ବା ଗୁପ୍ତରେ ହଉ କି ପ୍ରକାଶିତରେ ହଉ, ଯାହା କିଛି ଆମେ କରିଛୁ ତାହା ବିଚାରରେ ଆଣିବେ। ସେଥିପାଇଁ ମୋର ପ୍ରିୟମାନେ, ସେଇଥିପାଇଁ ଏବେ ଆଜି ଠାରୁ ଆମମାନେ ପରମେଶ୍ୱରଙ୍କୁ ଭୟ କରି ତାଙ୍କର ଆଜ୍ଞାକୁ ପାଳନ କରି ମନ୍ଦତାରୁ ଦୂରରେ ରହି, ଅଧର୍ମରୁ ଦୂରରେ ରହି, ଅନ୍ୟାୟରୁ ଦୂରରେ ରହି କେବଳ ଉତ୍ତମ କର୍ମ କରି ପରମେଶ୍ୱରଙ୍କ ନିମନ୍ତେ ବଞ୍ଚିବା ଲୋକ ହଉ। ପରମେଶ୍ୱରଙ୍କର ଗୌରବ ନିମନ୍ତେ ବଞ୍ଚିବା ଲୋକ ହଉ। ଆଉ ଏହା ସେତେବେଳେ ହେବ ଯେତେବେଳେ ଆମମାନଙ୍କ ହୃଦୟରେ ପରମେଶ୍ୱରଙ୍କ ପ୍ରତି ଭୟ ଆଉ ଭକ୍ତି ଜାତ ହେବ। ମୋର ପ୍ରିୟମାନେ, ଏଣୁ ଆସୁ ପରମେଶ୍ୱର ଯେଉଁ ପ୍ରତିଜ୍ଞା କରିଅଛନ୍ତି ଆମମାନଙ୍କ ନିକଟରେ, ସେ ପ୍ରତିଜ୍ଞାକୁ ଆମମାନେ କ୍ଲେମ୍ କରୁ। ସେ ପ୍ରତିଜ୍ଞାକୁ ଆମମାନେ ଆମ ଜୀବନରେ ହାସଲ କରୁ। କାରଣ ଜିରିମିୟ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ପରମେଶ୍ୱର କୁହନ୍ତି, ଜିରିମିୟ 32 ଅଧ୍ୟାୟ ତାର 40 ପଦର ଶେଷ ଭାଗରେ କୁହନ୍ତି, ସେମାନେ ଯେପରି ଆମ୍ଭଠାରୁ ଦୂର ନହିବେ, ଏଥିପାଇଁ ଆମ୍ଭେ ଆମ୍ଭ ବିଷୟକ ଭୟ ସେମାନଙ୍କ ଅନ୍ତଃକରଣରେ ସ୍ଥାପନ କରିବା ବୋଲି। ପରମେଶ୍ୱର ମୋତେ ଆଉ ଆପଣଙ୍କୁ ତାଙ୍କଠାରୁ ଦୂର କରିବା ପାଇଁ ଚାହାନ୍ତି ନାହିଁ। ସେଇଥିପାଇଁ ମୋତେ ଆଉ ଆପଣଙ୍କର ହୃଦୟରେ ବା ଅନ୍ତଃକରଣରେ ତାହାଙ୍କର ଭୟକୁ ସ୍ଥାପନ କରିବା ପାଇଁ ଚାହାନ୍ତି। ମୋର ପ୍ରିୟମାନେ, ଆମେ ଯଦି ଈଶ୍ୱରଙ୍କ ଠାରୁ ଦୂରକୁ ଯିବା ପାଇଁ ଚାହୁଁନୁ, ତାହେଲେ ଆସୁ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କରି ଏହି ପ୍ରତିଜ୍ଞାକୁ ଆମ ଜୀବନରେ ସତ୍ୟରେ ପ୍ରକାଶ ହେଉ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ। ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କରୁ। କାରଣ ପରମେଶ୍ୱର ପିତା, ତୁମେ କହିଅଛ, ତୁମ୍ଭେ ଆମ୍ଭ ଅନ୍ତଃକରଣରେ ତୁମର ଭୟ ସ୍ଥାପନ କରିବା ପାଇଁ ତୁମେ କହିଅଛ ବୋଲି, ଯଦ୍ୱାରା ମୁଁ ବା ଆମ୍ଭେମାନେ ତୁମ୍ଭଠାରୁ ଦୂରକୁ ନ ଯିବୁ ବୋଲି। ଏହି ପ୍ରତିଜ୍ଞାକୁ ପରମେଶ୍ୱରଙ୍କ ନିକଟରେ ଯାଇ ଅଳି କରୁ, ଯଦ୍ୱାରା ପରମେଶ୍ୱରଙ୍କର ଭୟ ଯଦି ଆମ ଅନ୍ତରରେ ସ୍ଥାପନ ହେବ, ଆମେ ସର୍ବଦା ପରମେଶ୍ୱରଙ୍କର ଭୟରେ ଜୀବନ ବିତେଇବା ଆଉ ପାପରୁ ନିବୃତ୍ତ ହେବା ଆଉ ଈଶ୍ୱରଙ୍କର ସନ୍ତାନ ସନ୍ତତି ହେଇ ଈଶ୍ୱରଙ୍କର ସହିତ ସର୍ବଦା ରହିବା। ପ୍ରଭୁ ମୋତେ ଆଉ ଆପଣଙ୍କୁ ଅନୁଗ୍ରହ ଦିଅନ୍ତୁ ଆଉ ଆଜି ଦିନଠାରୁ ଈଶ୍ୱରଙ୍କର ଭୟ ଆଉ ଭକ୍ତିରେ ଜୀବନ ବିତେଇବା ପାଇଁ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।